ବିଜୁ ବାବୁ ଜୀବିତ ଥିଲା ବେଳେ ଯେଉଁମାନେ ତାଙ୍କୁ ରାଜନୈତିକ ଛୁରିକାଘାତ କରୁଥିଲେ ଆଜି ସେମାନେ କୁମ୍ଭୀର କାନ୍ଦଣା କରନ୍ତି। ବିଜୁ ବାବୁଙ୍କ ସାଙ୍ଗରେ ଏମାନେ ଯୋଡ଼ିକି ଏଇଥିପାଇଁ କହୁଛନ୍ତି ଆଙ୍କ ପାଖରେ କୌଣସି ଇସ୍ୟୁ ନାହିଁ, ଇସ୍ୟୁଲେସ୍ ଦଳ ଆଜି ଏ କଥାକୁ ନେଇକି ଟାଣୁଛି। ସେ କଥାକୁ ଓଡ଼ିଶାବାସୀ ସ୍ପଷ୍ଟ ଜାଣିସାରିଲେଣି ଏବଂ ଯେଉଁ କଥା ମାହାଙ୍ଗାରେ କାଲି ମୁଖ୍ୟମନ୍ତ୍ରୀ ସିଧାସଳଖ ନିମନ୍ତ୍ରଣ କରିଥିଲେ ନବୀନ ବାବୁଙ୍କୁ, କାହିଁକି ଆସିଲେନି? ଯଦି ଆପଣଙ୍କର ବିଜୁ ବାବୁଙ୍କ ପ୍ରତି ଏତେ ଦରଦ, ଯିଏ ମୁଖ୍ୟମନ୍ତ୍ରୀ ବା ବିଜୁ ବାବୁଙ୍କ ଜୀବ ଅବସ୍ଥାରେ ତାଙ୍କୁ ପଚାରୁ ନଥିଲେ, ତାଙ୍କୁ କୋଉଠି ନା କୋଉଠି ଘୃଣା କରୁଥିଲେ, ଆଜି ତାଙ୍କ ମନରେ ବହୁତ ଦରଦ। ଏ କଥା ରାଜ୍ୟବାସୀ ଜାଣିସାରିଛନ୍ତି। କିଏ ବିଜୁ ବାବୁଙ୍କୁ ଭଲରେ ସ୍ୱପ୍ନକୁ ସାକାର କରିବାକୁ ଚାହୁଁଥିଲା। 24 ବର୍ଷ ଭିତରେ ବିଜୁଙ୍କ ସ୍ୱପ୍ନର ସାକାର କଥା ଦୂର କଥା, ତାଙ୍କ ପୋଷ୍ଟରରୁ ମଧ୍ୟ ଫଟୋ ଉଠେଇ ଦେଇଥିଲେ। ଆଜି ସେମାନେ କୁମ୍ଭୀର କାନ୍ଦଣା କରୁଛନ୍ତି।